ମୁଁ ନିଜେ ମଧ୍ୟ ଜାଣିନଥିଲି ଯେ ମୁଁ ଏ ରେସିପିଟିକୁ ଏତେ ପରଫେକ୍ଟଲି ବନେଇ ନେବି ବୋଲି। ସ୍ୱାମୀ ଯେବେ ବି ଘରକୁ ଭେସୁଙ୍ଗା ପତ୍ର ଆଣନ୍ତି ମୋତେ କିଛି ନା କିଛି ନୂଆ ନୂଆ ଆଇଟମ୍ ବନେଇକି ଖାଇବା ପାଇଁ ଇଚ୍ଛା ହୁଏ। ତା ସହିତ ଫ୍ରିଜରେ ମଧ୍ୟ ବିରି ବତୁରା ହେଇକି ରହିଥିଲା, ତ ମୁଁ ଭାବିଲି ଟିକେ ଦହିବରା ବନେଇ ନେବା। ସେଥିପାଇଁ ପ୍ରଥମେ ପିଆଜ, କଞ୍ଚା ଲଙ୍କା, ଆମ୍ବ କଷିଆ ଅଦାକୁ କାଟି ନେଇଥିଲି। ଆଉ ଯେତିକି ବିରି ନେଇଥିଲି ତାଠୁ ଅଳ୍ପ କିଛି ସୁଜି ଦେଇଥିଲି। ସେ ଭେସୁଙ୍ଗା ପତ୍ର, ପିଆଜ, ଆମ୍ବ କଷିଆ ଅଦା, କଞ୍ଚା ଲଙ୍କା, ଖାଇବା ସୋଢା ସହ ଟିକେ ଲୁଣ ଦେଇକି ଭଲ ଭାବରେ ମିଶେଇ ନେଇକି ଗରମ ତେଲରେ ଲାଲ ଲାଲ କରିକି ତାକୁ ଛାଙ୍କି ନେଇଥିଲି। ଆପଣମାନଙ୍କୁ ଦହିବରା ଖାଇବାକୁ ପସନ୍ଦ କି ନାହିଁ କମେଣ୍ଟରେ ନିହାତି ଜଣାନ୍ତୁ। ବରା ଆମର ଛାଙ୍କିକି ରେଡି ହେଇଯାଇଛି। ଏବେ ଗୋଟେ ବାଉଲରେ ମୁଁ ପାଣି ନେଇଥିଲି, ସେ ଡାଇରେକ୍ଟ ବରାକୁ ସେଥିରେ ଟ୍ରାନ୍ସଫର କରିନେଇଛି, ଯାହା ଫଳରେ କି ବରାରେ ଯୋଉ ଏକ୍ସଟ୍ରା ଅଏଲ ଥିବ ସେଟା ବାହାରି ଆସିବ। ଏବେ ମୁଁ ଦହି ପାଣିର ପ୍ରସ୍ତୁତ କରି ନେଇଛି, ସେଥିପାଇଁ କିଛି ଦହି ନେଇଥିଲି, ଭଜା ଜିରା ଗୁଣ୍ଡ, ତା ସହିତ ବିଟ ଲୁଣ, ଆମ୍ବ କଷିଆ ଅଦା, କଞ୍ଚା ଲଙ୍କାର ଛେଚା, ତା ସହିତ ଧଣିଆ ପତ୍ରକୁ ଏମିତି ଚୁନା ଚୁନା କରି କାଟିକି ରଖିଥିଲି, ତା ସହିତ କିଛି ପାଣି ଦେଇକି ରେଡି କରି ନେଇଥିଲି। ଏଇଠି ଦେଖିପାରୁଥିବେ ବରା ଆମର ସାଇଜରେ ଡବଲ ହେଇଯାଇଛି। ହାତରେ ଅଳ୍ପ ସ୍ପ୍ରେସ୍ କରି ମୁଁ ସେ ଦହିରେ ସେ ସବୁକୁ ଆଡ୍ କରି ନେଇଛି। ତା ସହିତ ଗୋଟେ ଛୁଙ୍କ ଲଗେଇବି। ଛୁଙ୍କ ଲଗେଇବା ସମୟରେ ତେଲକୁ ପ୍ରଥମେ ଗରମ କରି ନେଇଥିଲି, ତାପରେ ଗ୍ୟାସର ଫ୍ଲେମ୍ ଅଫ୍ କରି ନେଇକି କିଛି ଜିରା, ତା ସହିତ ଭୃଷଙ୍ଗ ପତ୍ର, ଶୁଖିଲା ଲଙ୍କା ଦେଇକି ଏଠି ମୁଁ ଛୁଙ୍କ ଲଗେଇ ନେଇଛି। ବାସ୍ ଆମର ଦହିବରା ବନିକି ରେଡି।